ସ୍ୱାମୀଙ୍କର ଆଜି ଡିମାଣ୍ଡ ହେଲା ଯେ ବେସର ତମେ ଶିଳରେ ବାଟିକି ମସଲା ପ୍ରସ୍ତୁତି କଲେ ଆମେ ବେସର ବନେଇଲେ ମିଶିକି ଖାଇବା। ତ ଠିକ୍ ଅଛି ବୋଲି କହିକି ମୁଁ ଶିଳ ପାଖକୁ ଆସିଥିଲି। ଶିଳକୁ ପ୍ରଥମେ ଧୋଇକି ଜିରା ସୋରିଷ ରସୁଣ ଏବଂ ଶୁଖିଲା ଲଙ୍କାକୁ ଦେଇଥିଲି। ତାପରେ ଆମ ଘରେ ତ ସମସ୍ତଙ୍କ ଘରେ ଗ୍ରାଇଣ୍ଡର ଅଛି, କିନ୍ତୁ ଆମେ ସେତିକି ସମୟ ପାଉନା ଯେ ଆମେ ଶିଳରେ ବାଟିକି ମସଲା ପ୍ରସ୍ତୁତି କରିବା। କିନ୍ତୁ ଆଜି ଟିକେ ଛୁଟି ଥିଲା ଯେହେତୁ ସେଥିପାଇଁ ମୁଁ ଶିଳରେ ମସଲା ପ୍ରସ୍ତୁତି କରିବା ପାଇଁ ରେଡ଼ି ହେଇଥିଲି। ଓ ଆପଣମାନଙ୍କୁ ମଧ୍ୟ ଅତି ସହଜରେ କିଭଳି ଭାବରେ ବାଟିବେ ସେଇଟା ବି ଦେଖଉଛି। ତ ଦେଖନ୍ତୁ ଭଲ ଭାବରେ। ତ ମସଲାକୁ ଆମେ ପ୍ରଥମେ ଅଳ୍ପ ଅଳ୍ପ ଗିନାରେ ପାଣି ନେଇଯାଇଛି। ଅଳ୍ପ ଅଳ୍ପ ଦେଇକି ପ୍ରଥମେ ଆମେ ସବୁଗୁଡ଼ାକ ମସଲାକୁ ଏମିତି ଖଦଡ଼ିଆ କରି ବାଟିଦେବା। ତାପରେ ଆମେ କ'ଣ କରିବା, ସବୁ ଖଦଡ଼ିଆ କରି ବାଟିଲା ପରେ ତଳକୁ ବାହାର କରିଦେବା। ଅଳ୍ପ ଅଳ୍ପ ନେଇକି ଏଥିରୁ ଆମେ କ'ଣ କରିବା, ପାଣି ଦେଇକି ମସଲାଟି ପ୍ରସ୍ତୁତି କରିଦେବା ଚିକ୍କଣ ଭାବରେ। ତ ମୋର ମସଲା ବି ପ୍ରସ୍ତୁତି ହେଇଗଲା, ମୁଁ ଗିନାରେ ବାହାର କରିଦେଇଛି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗୁଛି ନିଶ୍ଚିତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ।